Hello guys, welcome to my YouTube channel. Today we are discussing about MIL question. Previous video रे मु discussion करी 10th class रो MIL question 20 number जाए तो अबे हमें 21 पाखरु देखिबा। भीम काहाकू सिंहनाद मागिथिले? भीम विश्वनाथଙ୍କୁ सिंहनाद मागिथिले। विश्वनाथ इज द राइट ऑप्शन। शिवंकर अन्य नाम होची विश्वनाथ। ठीक अछि। 21 नंबर सी। 22 नंबर राघवଙ୍କ ଲଙ୍କା ଯାତ୍ରାନୁକୂଳ ପଦ୍ୟ ବୈଦେହୀଶ ବିଳାସ କାବ୍ୟର କେଉଁ ଛାନ୍ଦରୁ ଆସିଅଛି? 40 ଛାନ୍ଦରୁ ଆସିଅଛି। 22 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର। 23 ନମ୍ବର ବିଦେଶୀ ମାଧ୍ୟମର ଅପ୍ରାକୃତିକ ପାଚେରୀକୁ ଭାଙ୍ଗିବା ପାଇଁ ପ୍ରଥମେ କିଏ ପ୍ରୟାସ କରିଥିଲେ? ଗାନ୍ଧୀଜୀ ପ୍ରୟାସ କରିଥିଲେ। 23 ନମ୍ବର ଏ ଇଜ ଦ ରାଇଟ୍ ଅପସନ୍। 24 ନମ୍ବର ଦେଖିବା ମାତୃଭାଷା ପ୍ରତି ମମତା ନଥିବା ବ୍ୟକ୍ତିକୁ କେବେ କ'ଣ କୁହାଯାଇପାରେ ନା? ଦେଶଭକ୍ତ କୁହାଯାଇପାରେ ନା। 24 ନମ୍ବର ଡି ଇଜ ଦ ରାଇଟ୍ ଆନ୍ସର। ଠିକ୍ ଅଛି। ଏବେ ଆମେ 25 ନମ୍ବର ଦେଖିବା କାନ୍ତକବିଙ୍କ କୁଳଦେବତା କିଏ? କାନ୍ତକବିଙ୍କ କୁଳଦେବତା ହେଉଛନ୍ତି ଗୋପୀନାଥ। 25 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। 26 ନମ୍ବର ଦେଖିବା ବଙ୍ଗଳାଶ୍ରୀ ଛନ୍ଦରେ କେଉଁ ଅକ୍ଷର ଉପରେ ଯତିପାତ ହୁଏ ନାହିଁ? ଆମର ଏକାଦଶ ଉପରେ ଯତିପାତ ହୁଏ ନାହିଁ। ଯତିପାତ ହୁଏ କୋଉଥିରେ? ଷଷ୍ଠ, ଦ୍ୱାଦଶ ଆଉ ଅଷ୍ଟାଦଶ। ଏକାଦଶ ଉପରେ ହୁଏ ନାହିଁ। ତ ଆମର 6 ନମ୍ବର ବି ହେଉଛି ରାଇଟ୍ ଅପସନ୍। ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ କ'ଣ? ବିବେକୀ। ବିବେକୀ ହେଉଛି ଓଡ଼ିଆ ସାହିତ୍ୟର ପ୍ରଥମ ପ୍ରବନ୍ଧର ନାମ। 27 ନମ୍ବର ଡି ହେଉଛି ରାଇଟ୍ ଅପସନ୍। 28 ନମ୍ବର ଦେଖିବା କାଠୁରିଆ କ'ଣ ଚୋବେଇଲା ପରି ରୁଟି ଦୁଇଟା ଚୋବେଇଗଲା? ପାମ୍ପଡ଼ ପରି। ଠିକ୍ ଅଛି। 29 ନମ୍ବର ଦେଖିବା କେଉଁଠି ହଜିଛି ଖୋଜିଦେ ମୋର ଡ୍ୟାସ୍ର ଚାବିକାଠି? ଚେତନାର ଚାବିକାଠି। 29 ନମ୍ବର ସି ଇଜ ଦ ରାଇଟ୍ ଆନ୍ସର। ଠିକ୍ ଅଛି। 30 ନମ୍ବର ଏବେ ଦେଖିବା 30 ନମ୍ବର ଦେଇଛି କ'ଣ? କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗଦ୍ୟରେ କାନ୍ତକବିଙ୍କ ଜୀବନର କେଉଁ ଦିଗ ଉପରେ ଆଲୋକପାତ କରାଯାଇଛି? ଆମର ସାହିତ୍ୟ କୃତି ଉପରେ ଆଲୋକପାତ କରାଯାଇଛି। 30 ନମ୍ବର ବି କେଉଁଟି ବୃଥା ପ୍ରାର୍ଥନା ଅର୍ଥ ପ୍ରକାଶ କରୁଥିବା ରୂଢ଼ି ଅଟେ? ଅରଣ୍ୟ ରୋଦନ। ଅରଣ୍ୟ ରୋଦନର ଅର୍ଥ ହେଉଛି କ'ଣ? ବୃଥା ପ୍ରାର୍ଥନା। 32 ନମ୍ବର ଦେଖିବା କବି ତୁଣ୍ଡ ମେଣ୍ଢା ମୁଣ୍ଡ ଏହି ଲୋକବାଣୀ କେଉଁ ଅର୍ଥ ପ୍ରକାଶ କରୁଅଛି? କବି ତୁଣ୍ଡ ମେଣ୍ଢା ମୁଣ୍ଡ ହେଉଛି 800 ବଚନ। ଠିକ୍ ଅଛି। 32 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। କେଉଁ ଗଛ ତଳେ ହରିଗୁଡ଼ିଆର ଦୋକାନ ଥିଲା? ଆମର ଚାକୁଣ୍ଡା ଗଛ ତଳେ ହରିଗୁଡ଼ିଆର ଦୋକାନ ଥିଲା। 33 ନମ୍ବର ସି ଇଜ ଦ ରାଇଟ୍ ଆନ୍ସର। 34 ନମ୍ବର ଦେଖିବା ଗାଳ୍ପିକ ରବି ପଟ୍ଟନାୟକଙ୍କ ବଡ଼ ପୁଅ ବିଏ ପଢ଼ୁ ପଢ଼ୁ କ'ଣ ହୋଇଗଲା? ହିପି ହେଇଗଲା। 34 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର। 35 ନମ୍ବର ଦେଖିବା ରାମଚନ୍ଦ୍ର ବିସ୍ମିତ ହୋଇ କ'ଣ ତ୍ୟାଗ କରିଥିଲେ? ରାମଚନ୍ଦ୍ର ବିସ୍ମିତ ହୋଇ ଶୟନ ତ୍ୟାଗ କରିଥିଲେ। 35 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। ରାଧାନାଥଙ୍କ ଚିଲିକା କାବ୍ୟ ଏକ ଡ୍ୟାସ୍ ଏକ ଖଣ୍ଡକାବ୍ୟ। 36 ନମ୍ବର ଡି ଖଣ୍ଡକାବ୍ୟ। ରାଧାନାଥଙ୍କ ଚିଲିକା କାବ୍ୟ ଏକ ଖଣ୍ଡକାବ୍ୟ। 37 ନମ୍ବର ସୁବ୍ରତ ବୃତ୍ତିରେ କ'ଣ ଥିଲେ? ସେ ଜଣେ ଅଧ୍ୟାପକ ଥିଲେ। 37 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶୁଦ୍ଧ ରୂପ? ଦିବାରାତ୍ର ହେଉଛି ଏକ ଶୁଦ୍ଧ ରୂପ। 38 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର। କେଉଁମାନେ ପ୍ରଚଳିତ ଶିକ୍ଷା ପାଖରେ ମାନବିକତାକୁ ଉତ୍ସର୍ଗ କରୁଛନ୍ତି ବୋଲି ପଠିତ ଜନ୍ମଭୂମି ପ୍ରବନ୍ଧରେ କୁହାଯାଇଛି? ଆମର 39 ନମ୍ବର ବି ହେଉଛି ଶିକ୍ଷିତ। ଶିକ୍ଷିତ ହେଉଛି ଆମର ରାଇଟ୍ ଆନ୍ସର। 40 ନମ୍ବର ଦେଖିବା କେଉଁ ଗ୍ରୀଷ୍ୟ ଦେବତା ବିଶ୍ୱର ଭାର ବହନ କରି ପୂଜା ହୋଇଛନ୍ତି? ଏଇଟା ହେଉଛି ଏଟଲାସ୍ କିଛି ବି। 40 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। ଠିକ୍ ଅଛି। 41 ନମ୍ବର ଦେଖିବା ଯାହାଦ୍ୱାରା ଅର୍ଥ ରମଣୀୟ ଓ ଚିତ୍ତାକର୍ଷକ ହୁଏ ତାକୁ କ'ଣ କହନ୍ତି? ତାକୁ ଅଳଙ୍କାର କୁହାଯାଏ। 41 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର। ଠିକ୍ ଅଛି। ବାବୁ ନାକସିରି ଦାନ ଯୋଗ୍ୟ ଜୋଷାକୁ ବିହର କାନନ କର ଆଲିଙ୍ଗନକୁ ଉକ୍ତ ପଦର ପ୍ରଥମ ପାଦରେ ଥିବା ଶ୍ରେଷ୍ଠ ପଦ କିଏ? 42 ନମ୍ବର ବି ନାକସିରି। ନାକସିରି ହେଉଛି ଶ୍ରେଷ୍ଠ ପଦ। କବି ରାଧାନାଥ କାହାକୁ ଉଲ୍ଲାସର ଆତ୍ମା ପରି ମନେ କରିଛନ୍ତି? ଗୀତତାନକୁ। 43 ନମ୍ବର ବି ଇଜ ଦ ରାଇଟ୍ ଆନ୍ସର। ମଙ୍ଗଳେ ଅଇଲେ ଉଷା ପଦ୍ୟ କେଉଁ କାବ୍ୟରୁ ଆସିଅଛି? ଆମର ତପସ୍ୱିନୀ କାବ୍ୟରୁ ଆସିଅଛି। ଠିକ୍ ଅଛି। ଉତ୍କଳ ଜନନୀର ଅଙ୍ଗରେ କିଏ ଶୋଭା ପାଉଛି? ବନଭୂମି ଶୋଭା ପାଉଛି। 45 ନମ୍ବର ସି ଇଜ ଦ ରାଇଟ୍ ଆନ୍ସର। ଆବିଷ୍କାର ଏଠାରେ ବିସର୍ଗର କ'ଣ ହୋଇଛି? ଏଟାର ଆନ୍ସର ହେଉଛି ବି 46 ନମ୍ବର ବି ମୁଦନେଶ୍ୱରରେ ହଳନ୍ତ। ଠିକ୍ ଅଛି। ଏଇଟା ମୁଁ ସିଓର ନୁହଁ, ଯଦି ଆପଣ ଜାଣିଥିବେ ଦେନ୍ କହିବେ। 47 ନମ୍ବର ବାକ୍ୟରେ ସମ୍ବନ୍ଧ ପଦ କେଉଁଠାରେ ବସେ? ସମ୍ବନ୍ଧିତ ପଦ ପୂର୍ବରୁ ସମ୍ବନ୍ଧ ପଦ ବସେ। 47 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର। ମିଶ୍ର ବାକ୍ୟ କାହାକୁ କୁହାଯାଏ? ନା ବି ଯେକୌଣସି ପ୍ରକାର ବାକ୍ୟର ସମନ୍ୱିତ ରୂପକୁ ମିଶ୍ର ବାକ୍ୟ କୁହାଯାଏ। 48 ନମ୍ବର ବି ଇଜ ଦ ରାଇଟ୍ ଅପସନ୍। ଦୀର୍ଘଦେହୀ ପୁରୁଷ ବେଶପୋଷାକରୁ କାହା ପରି ମନେ ହେଉଥିଲେ? ରାଜବଂଶର ଲୋକ ପରି ମନେ ହେଉଥିଲେ। 39 ନମ୍ବର ଏ ଇଜ ଦ ରାଇଟ୍ ଆନ୍ସର।
ଖ୍ରୀଷ୍ଟିଆନ ମିଶନାରୀ माने केउ मसीहारू ओडिशा रे मिशन स्कूल मान प्रतिष्ठा करथिले आमर 1822 मसीहारू 50 नंबर रो सी होउची राइट ऑप्शन। आपनकर 50 टा ऑब्जेक्टिव क्वेश्चन थिला मु सेटा को कवर अप कर देइची देखि नेबे आपन ठीक अछि। एटा होउची सी सेट सी रो। थैंक यू फॉर वाचिंग।